ଦିନେ ପପୁର ପୁଅ ଦୀପୁ ତା ମା ରୁବିକି କହିଲା, ମମି ମମି ଆଜି ସକାଳେ ତମେ ମନ୍ଦିର ଯାଇଥିଲା ବେଳେ ଆମ ଚାକରାଣୀ ସୋଫା ଉପରେ ଶୋଇଥିଲା, ଆଉ ପାପା ତା ଉପରେ ଶୋଇକି। ରୁବି ସାଙ୍ଗେ ସାଙ୍ଗେ କହିଲା, ଥାଉ ବେଟା ସେତିକି ଥାଉ, ତୋ ବାପା ରାତିକି ଅଫିସରୁ ଫେରନ୍ତୁ, ତାଙ୍କ ଆଗରେ ମୋତେ ସବୁ କହିବୁ। ଆଜି ଯଦି ମୁଁ ତୋ ବୋପାକୁ ରାତିରେ ସୂର୍ଯ୍ୟ ନ ଦେଖେଇଛି ତାହେଲେ ମୋ ନାଁ ବି ରୁବି ନୁହଁ। ରାତିରେ ପପୁ ଅଫିସରୁ ଫେରୁ ଫେରୁ ରୁବି ଦୀପୁକୁ ଡାକି କହିଲା, କହ ବେଟା ଆଜି ସକାଳେ ମୋତେ ଯାହା କହୁଥିଲୁ ତୋ ବୋପା ଆଗରେ ସବୁ ଖୋଲିକି କହିଦେ। ଦୀପୁର ଇଞ୍ଜିନ୍ ପୁଣି ଥରେ ଷ୍ଟାର୍ଟ ହେଇଗଲା। ଦୀପୁ କହିଲା, ମମି ମମି ଆଜି ସକାଳେ ତମେ ମନ୍ଦିର ଯାଇଥିଲା ବେଳେ ଆମ ଚାକରାଣୀ ସୋଫା ଉପରେ ଶୋଇଥିଲା, ଆଉ ପାପା ତା ଉପରେ ଶୋଇକି ସେଇ କାମ କରୁଥିଲେ ଯୋଉ କାମ ପାପା ଘରେ ନଥିଲା ବେଳେ ପଡ଼ିଶା ଘର ମିଶ୍ର ଅଙ୍କଲ ଆସି ତମ ଉପରେ ଶୋଇକି କରନ୍ତି। ଦିନେ ରୁବିର ଶାଶୁ ରୁବିକୁ କହିଲେ, ତୁ ଜାଣିଛୁ ବୋହୂ, ପପୁ ଯେତେବେଳେ ମୋ ପେଟରେ ଥିଲା ମୁଁ ଯେଉଁ ସବୁ ଜିନିଷ ଖାଇବାକୁ ଆଉ ପିଇବାକୁ ପସନ୍ଦ କରୁଥିଲି ସେସବୁ ଜିନିଷ ଏବେ ବି ମୋ ପୁଅର ଭାରି ପସନ୍ଦ। ରୁବି ସାଙ୍ଗେ ସାଙ୍ଗେ କହିଲା, ଆଚ୍ଛା ଏବେ ଯାଇ ମୁଁ ବୁଝିଲି ପ୍ରକୃତ ଘଟଣାଟି କ'ଣ। ମୁଁ ଯେତେ ମନା କଲି ବି ସିଏ ମୋ କଥା କାହିଁକି ଶୁଣୁନାହାନ୍ତି, କାହିଁକି ସବୁଦିନ ପେଟ ଲେଖାଏଁ ମଦ ପିଉଛନ୍ତି। ସାଙ୍ଗମାନେ ମୋ ଚ୍ୟାନେଲରେ ନୂଆ ନୂଆ ଜୋକ୍ ସବୁ ଶୁଣିବା ପାଇଁ ଜମା ଡେରି ନ କରି ଶୀଘ୍ର ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ, ଆଉ ବେଲ୍ ବଟନକୁ ପ୍ରେସ୍ କରି ନୋଟିଫିକେସନ୍ସକୁ ବି ଅନ୍ କରିଦିଅନ୍ତୁ। ଭିଡ଼ିଓ ଦେଖନ୍ତୁ, ଲାଇକ୍ କରନ୍ତୁ ଆଉ କମେଣ୍ଟ ବି କରନ୍ତୁ। ଥ୍ୟାଙ୍କ ୟୁ ସାଙ୍ଗମାନେ, ନମସ୍କାର।